ସବୁ ପ୍ରକାର ପୋଡ଼ପିଠା ତ ଆପଣ ନିଶ୍ଚୟ ବନେଇଥିବେ। ଗୋଟେ ଥର ମାଣ୍ଡିଆର ପୋଡ଼ପିଠା ବନାନ୍ତୁ ନା, ଦେଖିବେ ଖାଇବା ପାଇଁ ବହୁତ ହି ଭଲ ଲାଗିବ। ଆଉ ଏମିତି ନାହିଁ କି ଏଇଟା ଆପଣଙ୍କୁ ହାର୍ଡ଼ ହେବ କି କ'ଣ, ବହୁତ ହି ସଫ୍ଟ ବନିବ। ଆଉ ସେଥିପାଇଁ କିଛିଟା ଛୋଟ ଛୋଟ ଟିପ୍ସ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ଦେଖନ୍ତୁ ପିଠା ବହୁତ କଅଁଳିଆ ହେଇଛି। ଭିଡ଼ିଓଟି ଲାଷ୍ଟ ଯାଏଁ ଦେଖିବାକୁ ଅନୁରୋଧ। ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ନମସ୍କାର ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆପଣ ଗୋଟେ କପ୍ ହେଉ କିମ୍ବା କୌଣସି ଗିନା ହେଉ ସେଟ୍ କରିବେ। ମୁଁ ସେଇଥିରେ ନେଇଛି 2 କପ୍ ଗୋଟା ମାଣ୍ଡିଆ, ଆଉ ତା ସହିତ ନେଇଛି ସେମ୍ କପ୍ରେ 1 କପ୍ ଅରୁଆ ଚାଉଳ। ମୁଁ ଏଇଟା ଆକ୍ଚୁଆଲି ନେଇଛି ପିଠା ଚାଉଳ, ମାନେ ଯେଉଁଟା ଇଡ଼ଲି ଆଉ ଦୋସା ବନାଯାଏ। ଆପଣଙ୍କ ପାଖରେ ଯଦି ଅଛି ପକାଇବେ, ନହେଲେ ନର୍ମାଲ୍ ଅରୁଆ ଚାଉଳ 1 କପ୍ ପକାଇବେ। ଆଉ ସେଇ କପ୍ରେ ଏକା ଅଧା କପ୍ ନେଇଛି ବିରି। ଦେଖନ୍ତୁ ଭାଗ ମାପ ଟିକେ ଭଲସେ ମନେ ରଖିବେ, ତାହେଲେ ଆପଣଙ୍କର ପିଠାଟା ପୁରା ସଫ୍ଟ ବନିବ। ଆଉ ଏବେ ନେଇଛି 1 ଚାମଚ ମେଥି ଦାନା। ଏସବୁକୁ ଆପଣ 3ରୁ 4 ଥର ଭଳିଆ ଭଲସେ ପୁରା ଧୋଇଦେବେ। ଏମିତି ହାତରେ ପୁରା ଚିକଟି ଚକଟି ଧୋଇବେ। ଆଉ ତାପରେ ଭଲ ପାଣି ଦେଇକି ମିନିମମ୍ 3 ଘଣ୍ଟା ଆପଣଙ୍କୁ ଭିଜେଇକି ରଖିବା ପାଇଁ ପଡ଼ିବ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଢେର ସାରା ଅନୁରୋଧ। ଆଉ ଆପଣଙ୍କୁ ମଧ୍ୟ ମୁଁ ଅନୁରୋଧ କରୁଛି, ଆପଣ ନିଶ୍ଚୟ ବନାନ୍ତୁ। ଏବେ 3 ଘଣ୍ଟା ପରେ ପୁରା ସବୁ ଭିଜି ଯାଇଛି। ତାକୁ ଆପଣ ବିନା ପାଣିରେ ଗ୍ରାଇଣ୍ଡ କରିବେ। ଯଦି ଦରକାର ପଡ଼ୁଛି ବହୁତ ହି କମ୍ ପାଣି ଦେବେ, ବିନା ପାଣିରେ ତ ହେବନି। 1 ଚାମଚ 2 ଚାମଚ, ମାନେ ଆପଣଙ୍କୁ ମୁଁ କହିବି ଯେ ଯେତେ କମ୍ ପାଣିରେ ଆପଣ କରିପାରିବେ। ଦେଖନ୍ତୁ କନସିଷ୍ଟେନ୍ସି ପୁରା ଗାଢ଼ା ରହିବ। ଆଉ ଏବେ ତାକୁ କଭର୍ କରିକି ରଖିଦେବେ ପୁରା 1 ରାତି ଭଳିଆ, ନହେଲେ 5ରୁ 6 ଘଣ୍ଟା, କାରଣ ଏବେ ତ ଗରମ ହେଲାଣି, ବହୁତ ଜଲ୍ଦି ବି ହେଇଯିବ। ଏବେ ମୁଁ ପୁରା ହୋଲ୍ ନାଇଟ୍ ପୁରା ରଖିଥିଲି। ସକାଳୁ ଉଠିଲା ବେଳକୁ ଏମିତିଆ ପୁରା ଆପଣଙ୍କ ବ୍ୟାଟରଟା ପୁରା ଫୁଲିକି ପୁରା ଫମ୍ପି ଯାଇଥିବ। ଆଉ ବ୍ୟାଟରରେ ଜମା ବି ଆପଣ ପାଣି ଦେବେନି। ଏଇଟା ହେଉଛି ମାନେ ତା'ର ଫାର୍ଷ୍ଟ ଷ୍ଟେପ୍ ହେଉଛି ଆପଣଙ୍କୁ ଜମା ପାଣି ଦେବେନି। ଏମିତି ପୁରା କନସିଷ୍ଟେନ୍ସି ଆପଣଙ୍କର ପୁରା ଗାଢ଼ା ରହିବ, କାରଣ ମାଣ୍ଡିଆ ଗୋଟେ ଏମିତି ଜିନିଷ ଯେଉଁଥିରେ କି ଆପଣ ଯଦି ପାଣି ଦେଉଛନ୍ତି ସେ ପୁରା ପତଲା ହେଇଯିବ। ବିନା ପାଣିରେ ଆପଣଙ୍କର ପୁରା ଏଇ ଟାଇପ୍ର ରହିବ। ଲୁଣ ଦେଲା ପରେ, ଗୁଡ଼ ଦେଲା ପରେ ସେ ଆହୁରି ପତଲା ହେଇଯାଏ। ତ ଏବେ ଆପଣ ସ୍ୱାଦ ଅନୁସାରେ ଲୁଣ ଦେବେ, ଆଉ ତାକୁ ଭଲସେ ମିକ୍ସ କରିଦେବେ। ଆଉ ମୁଁ ନେଇଛି ଏଥିରେ 1 କପ୍ ଗୁଡ଼ର ଯେଉଁ ପାଉଡ଼ରଟା। ଫାଷ୍ଟ ଜମା ଆପଣ 1 କପ୍ ଦେବେନି, ଅଧା କପ୍ ଦେଇକି ତାକୁ ପୁରା ଭଲସେ ମିଶାଇ ଦେବେ। ତାପରେ ଟିକେ ଚାଖିବେ, ଯଦି ଆପଣଙ୍କୁ ମିଠା କମ୍ ରହିବ କି କ'ଣ, ସେଇ ହିସାବରେ ଆପଣ ଆଉ ଅଧା କପ୍ ଦେବେ। ମୁଁ ଆକ୍ଚୁଆଲି ଅଧା କପ୍ ଦେଇକି ଟେଷ୍ଟ କରିଥିଲି, ମୋତେ ଲାଗିଲା ଯେ ଆଉ ଟିକେ ମିଠା ଦରକାର ହେବ, କାରଣ ଯେକୌଣସି ଜିନିଷ ବେକ୍ ହେଲା ପରେ ସେଇଟା ଆଉ ଟିକେ ତା'ର ମିଠାଟା କମିଯାଏ। ଏବେ ମୁଁ ନେଇଛି ନଡ଼ିଆ, ମାନେ 1 ମିଡ଼ିୟମ୍ ସାଇଜ୍ ନଡ଼ିଆର ପୁରା ଅଧାଟା ତାକୁ କରିକି ମୁଁ ନେଇଛି, ମାନେ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରିଦେଇଛି। ତ ତାକୁ ଆପଣ ଭଲସେ ମିଶାଇ ଦେବେ। ଯଦି ଆପଣ ଚାହୁଁଛନ୍ତି ନଡ଼ିଆକୁ ପୁରା ଏମିତି ଗ୍ରେଟ୍ ନ କରିକି ଖଣ୍ଡ ଖଣ୍ଡ ରଖିବେ, ତାହେଲେ ବି ଚଳିବ। ଆଉ ଏଥିରେ 2 ଚାମଚ ଭଳିଆ ଘିଅ ଆପଣ ଦେବେ। ଆଉ ବାସ୍ନା ପାଇଁ 3-4ଟା ଗୁଜୁରାତିକୁ ଏମିତି କ୍ରଶ୍ କରିକି ଏଠି ପକାଇଦେବେ। ଆଉ ଏସବୁକୁ ପୁରା ଭଲସେ ମିଶାଇ ଦେବେ। ବର୍ତ୍ତମାନ ଆମର ନେକ୍ସଟ ଷ୍ଟେପ୍ ହେଉଛି, ଏଥିରେ ଆମେ ଦେବା ଟିକେ ଖାଇବା ସୋଡ଼ା। ସେଇଟା ଦେବେ ଆପଣ ପୁରା 1/2 ଚାମଚ ଭଳିଆ ଖାଇବା ସୋଡ଼ା ଦେବେ। ମାନେ ମୋର ଯେତିକି ବିରି ଚାଉଳ ନେଇଛି ସେଇ ହିସାବରେ ମୁଁ ଆପଣଙ୍କୁ କହୁଛି। ଆଉ ଏବେ ଗୋଟେ ପ୍ୟାନ୍ ବସାଇବେ, ସେଇଟାକୁ ଆପଣ ପୁରା ଘିଅରେ ଗ୍ରୀସ୍ କରିଦେବେ। ଆଉ ବ୍ୟାଟର ଆପଣ ଏଇଠି ପକାଇବେ। ଦେଖନ୍ତୁ ଏମିତି ଅଳ୍ପ ଅଳ୍ପ କରିକି ପକାଇବେ। ତାପରେ ଆପଣ କଭର୍ ଦେବେ। ତଳେ ଆକ୍ଚୁଆଲି ମୁଁ ଗୋଟେ ତାୱା ମଧ୍ୟ ଦେଇଥିଲି, ସେଇଟା ମୁଁ ଭିଡ଼ିଓ କରିବାକୁ ଭୁଲି ଯାଇଛି। ଏବେ ଦେଖନ୍ତୁ ଯେଉଁ ଏଇ ଷ୍ଟେଜ୍ରେ କିଛିଟା ନଡ଼ିଆକୁ ଆପଣ ଏମିତି ପାତ ପାତ କରିକି କାଟିକି ରଖିବେ, ତାକୁ ଏଇଠି ପକାଇବେ। ଏଇଠି ମୋର ଟିକେ ଭୁଲ ହେଇଯାଇଛି। ଆପଣ ନା ଯେତେବେଳେ ପକାଇବେ, ଉପରଟା ଯେତେବେଳେ ଟିକେ ହାଲକା ଓଦା ଥିବ ସେଇ ସମୟରେ ପକାଇବେ, ତାକି ନଡ଼ିଆଟା ଟିକେ ଲାଗିକି ରହିବ। ମୁଁ ପକାଇଲା ବେଳକୁ ଉପରଟା ପୁରା ଅଲରେଡ଼ି ସିଝିଗଲାଣି, ତ ସେଥିପାଇଁ ମୋର ନଡ଼ିଆଟା ଖସି ଖସି ଯାଉଥିଲା। ଏବେ ଚାରିପଟେ କ'ଣ କରିବେ ନା, ବେଶୀ ନାହିଁ, 1 ଚାମଚ ଘିଅକୁ ପୁରା ଚାରିପଟେ ଏମିତି ପକାଇଦେବେ, ତାକି ଆପଣଙ୍କୁ କାଢ଼ିବା ପାଇଁ ଇଜି ହେବ। ଆଉ ପିଠାର ସାଇଡ଼୍ ପୋର୍ସନ୍ ନା ଆପଣଙ୍କୁ ଡ୍ରାଏ ଲାଗିବନି। ଆଉ ତାକୁ ଏମିତି ଖୋଲାରେ ଟିକେ ସମୟ ଛାଡ଼ିବେ। ଏବେ କ'ଣ କରିବେ ନା, ଆପଣ ଟୁଥପିନ୍ରେ ଦେଖିବେ, ଚେକ୍ କରିବେ ଯେ ଆପଣଙ୍କର ଭିତରଟା ସିଝିଛି କି ନାହିଁ। ବେଳେବେଳେ ମଝି ପୋର୍ସନ୍ଟା କ'ଣ ଥାଏ ନା, କଞ୍ଚା ଟିକେ ରହିଯାଇଥାଏ। ତ ଆପଣଙ୍କୁ ମୁଁ ମଝି ପୋର୍ସନ୍ରେ ହିଁ ଡିପ୍ କରିକି ଦେଖେଇଲି। ଆପଣଙ୍କୁ ଟୋଟାଲି ମାନେ ଟୁଥପିନ୍ଟା ପୁରା କ୍ଲିନ୍ ଅଛି, ଲାଗୁନି, ତା'ମାନେ ଆମର ପିଠାଟା ଭଲସେ ସିଝି ଯାଇଛି ଅଲରେଡ଼ି। ତାକୁ ଆପଣ ତଳକୁ ରଖିବେ, ଆଉ ଥଣ୍ଡା ହେବା ପାଇଁ ଛାଡ଼ିଦେବେ। ଯେତେବେଳେ ଚାରି ସାଇଡ଼୍ରୁ ଆପଣଙ୍କର ପିଠାଟା ଛାଡ଼ିବ, ସେତେବେଳେ ଦେଖନ୍ତୁ ଏମିତି ହାତରେ ଦେଖିବେ, ଯେତେବେଳେ ଛାଡ଼ି ଆସିବ ତାପରେ ଆପଣ ତାକୁ ଓଲଟେଇବେ। ଯଦି ଚାହିଁବେ, ମାନେ ଉପର ପୋର୍ସନ୍ଟା ଯଦି ପୋଡ଼ିବା ପାଇଁ ଚାହିଁବେ ତାହେଲେ ପକାଇବେ, ନାହିଁ ଯଦି ଏମିତି ଆପଣ କଟ୍ ମଧ୍ୟ କରିପାରିବେ। ମୋତେ ଟିକେ ଉପର ପୋର୍ସନ୍ଟା ପୋଡ଼ିଲେ ହିଁ ଟିକେ ଭଲ ଲାଗେ, ସେଥିପାଇଁ କ'ଣ କଲି ନା, ମୁଁ ତାକୁ
ओल्टे देली फास्ट गोटे प्लेट्रे आउ जो कड़े मु बनाऊली से कड़े आउ टिके घी मारिदेली। बर्तमान पिठा तो अलरेडी ठंडा हो जाइए उल्टा साइड को रखीदेवे आउ ताकू बेसी नहीं 5 ରୁ 7 मिनिट भाया नॉर्मल एमती डायरेक्ट पैन रे बसैबे। देखो डायरेक्ट गैस रो फ्लेम रे रखिबे किछि कवर देबा भी दरकार नहीं। 5 मिनिट पर मु आपनको देखौछि उल्टे की ताकू जो नड़िया गुड़ा अच्छी देखो नड़िया आपणकर टिके कलर चेंज हो जाइए हल्का हल्का कलर चेंज हम आउ पैन मध्य पूरा छाड़ी जाइए से किसी भी लगे एबे ताकू कट करेंगे। जदि आप चाहूँगी नाइफ रे टिके हल्का तेल कि घी ग्रीस करके लगेबे नहले भी चलो किसी असुविधा नहीं कारण आम बैटर टिके घी पकईले। एबे ताकू आपण हिसाब रे कट करेंगे। मु देखौछि आपनको भीतर पोर्शन आ मझी पोर्शन देखो जमारू भी किसी लगे जमती पूरा सॉफ्ट टाइप रो मु पकईथी केतिकी किंतु से हेइछि केतिकी देखो पूरा फुलिकी से पूरा बहुत ही सॉफ्ट हो बहुत ही भल लगुला कि आपन को माने खाइबारे माने किसी जानी भी पारिबेन जे एटा मांडिया रे हेइछि कि बिरी चाउल रे हेइछि बोली कारण जे खाउथिबो जे तो बनैथिबो से तो निहाती भाबे जानिबो किंतु अलगा केही लोक जानी भी पारिबेनी। खाइबा पई बहुत ही भल लाଗୁଥିଲା आ बहुत मध्य हेल्दी। मु आपन को रिक्वेस्ट करबी आपन निहाती भाबे बनांतु घर लोकन को खुआंतु आ वीडियोटी केमती हेइछि मते कमेंट्स रे निहाती जणांतु। आउ एमती नुआ नुआ हेल्दी आइटम पाई मो चैनल को सब्सक्राइब करने को जमारू भूलबेनी। बेसी समय लगेनि मात्र 2 मिनिट्र कथा आपड़ सब्सक्राइब करनियंतु आउ नोटिफिकेशन बटन को मध्य ऑन कर रखंतु। देखंतु पिठा पूरा सॉफ्ट बनी देखा आउ गोटे नुआ वीडियो रे रहुछि। नमस्कार, जय जगन्नाथ।